ସଂସଦ ଭବନର ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସୁରକ୍ଷା ଦାୟିତ୍ୱରେ ଥିବା 8 ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା। ଆଜି 8 ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ସେକ୍ରେଟାରିଏଟ୍। ଗତକାଲି ହଠାତ୍ ସଂସଦ ଭବନକୁ ପଶି 2 ଯୁବକ ଗ୍ୟାସ୍ ସ୍ପ୍ରେ କରିଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ଲୋକସଭା ସେକ୍ରେଟାରିଏଟ୍। ଦାୟିତ୍ୱରେ ଅବହେଳା ଦର୍ଶାଇ 8 ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ ଗତକାଲି 2 ଜଣ ଯୁବକ ଭିଜିଟର୍ସ ପାସ୍ ଦେଖାଇ ଦର୍ଶକ ଗ୍ୟାଲେରୀକୁ ଯାଇଥିଲେ। ଗୃହରେ ଶୂନ୍ୟକାଳ ଚାଲିଥିବା ସମୟରେ ଏମାନେ ହଠାତ୍ ସାଂସଦଙ୍କ ଟେବୁଲ ଉପରକୁ ଲମ୍ଫ ମାରିଥିଲେ। ସାଂସଦମାନେ ସେମାନଙ୍କୁ କାବୁ କରିବା ପୂର୍ବରୁ କିଛି ହଳଦିଆ ଗ୍ୟାସ୍ ସ୍ପ୍ରେ କରି ପୂରା ଗୃହକୁ ଧୂଆଁମୟ କରି ଦେଇଥିଲେ। କେବଳ ଏତିକି ନୁହେଁ, ସଂସଦ ବାହାରେ ମଧ୍ୟ କିଛି ବିକ୍ଷୋଭକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମାନେ ମଧ୍ୟ ହଳଦିଆ ଗ୍ୟାସ୍ ସ୍ପ୍ରେ କରିଥିଲେ। ଏହି ଘଟଣା ପରେ ତୁରନ୍ତ ବାଚସ୍ପତି ଓମ୍ ବିର୍ଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭିଜିଟର୍ସ ପାସ୍କୁ ରଦ୍ଦ କରିଦେଇଛନ୍ତି। ଖବର ମୁତାବକ ମହୀଶୂର ସାଂସଦ ପ୍ରତାପ ସିଂମାଙ୍କ ଭିଜିଟର୍ସ ପାସ୍ ବ୍ୟବହାର କରି ଜଣେ ଯୁବକ ପ୍ରବେଶ କରିଥିଲେ। କିନ୍ତୁ କଡ଼ା ସୁରକ୍ଷା ସତ୍ତ୍ୱେ କିପରି ଗ୍ୟାସ୍ ଭର୍ତ୍ତି ପାଇପ୍ ନେଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶେଷରେ ଆଜି 8 ଜଣଙ୍କୁ ଲୋକସଭା ସେକ୍ରେଟାରିଏଟ୍ ନିଲମ୍ବନ କରିଛନ୍ତି। ଏହି ଘଟଣାରେ 5 ଜଣ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ଆଜି ଗୃହ ଆରମ୍ଭ ହଉ ହଉ ଭିଜିଟର୍ସ ପାସ୍ ଦେଇଥିବା ସଂସଦ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିଲମ୍ବନ ଦାବି କରିଛନ୍ତି। ବିରୋଧୀ ଘଟଣାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି।